तापर कहले बापा वृक्ष वृक्ष ठीक प्रथमे ये जीव वृक्ष 20 लाख थर आमको वृक्ष होइकी जन्म होगा पड़ला ततपर कुर्मी कीट होइकी 9 लाख आम जन्म होले हाँ हाँ 29 हाँ केते हला 29 11 लाख थर जलचर हल हाँ हाँ केते हला आज्ञा 29 ये 30 40 हे गला ये एक मिसेला कहला 30 तापर 40 10 लाख थर पक्षी जन्म पाइल 50 हे गला 30 लाख थर पशु जन्म पाइल 50 पर 80 हे गला तापर 4 लाख थर बानर जन्म पाइल 84 ना नरक होची 84 ठीक जगन्नाथ संस्कृति गायक पुरी पटु आसिक कहती सारे ताको कथा कहनी रथ केतेटा रथ तीनटा रथ चक 16टा मंडप 16 ये खंप 16 16 शासन 16 पूजा 16 नीति मत पचाना सब 16 कहि से 16 जाए तुम पढ़ीच आ ताड़ अधिका पढ़िल पुणी 16 को भाग कर देले केते 8 8 को भाग कर 4 4 बेदी आ 4 घाट 4 द्वार सब मत खला देखिबू चतुर्धामूर तीरे मूढ़मती देखिबू चतुर्धामूर तीरे मूढ़मती देखिबू चतुर्धामूर मूढ़मती पारी करिबे सेही पारी करिबे जगतपति रे मूढ़मती देखिबू चतुर्धामूर तीरे मूढ़मती 4 ठाकुर चतुर्धामूर्ति किए जगन्नाथ बलभद्र सुभद्रा तांका संगे अछंती सुदर्शन को मिसेले 4 मु 4 कथा को जाइनी 16 कथा को जाइनी 8 कथा को जाइनी 16 चक को चक रे नंदीघोष अच्छा नंदीघोष तालध्वज केते चक तालध्वजर केते आगे हम कोन खाली नंदीघोष रे गणिछि चक कथा जदि तमरो आलोचना होतांदा शिखितांदा बोधे होउनी 12 गोटे थिबो 14 16 12 मिसा केते हला बुसा 42 बस जीव 42 आसीबो 42 ठीक रथ कोन तापा 3टा की आउ ये केबेटू 3टा रथ हला केबेठो जतले बंध या पूर्वरु आज्ञा 6टा रथ होतला 6टा हां ना हेइथियो हम देखि ना हेइथियो 6टा रथ होतला अरे राम गाँडे कौन कि पाठ ना कहीं से बाली ना शरधा बाली कही परिबो शरधा अरे हेटा गोटे नदी थला लागुछ ସେଇଟା ଆଜ୍ଞା ଆପଣଙ୍କର ଡାକ୍ତରଖାନା ପାଖରେ ଗୋଟେ ନଦୀ ବହୁଥିଲା ନଦୀଟିର ନାଁ ହେଉଛି ମାଳିନୀ ନଦୀ ଇଏ ମାଳିନୀ ନଦୀ ଯେତେବେଳେ ବହୁଥିଲା ଇଏ ନଦୀ ପାରି ହେଲେ ଗୁଣ୍ଡିଚା ମନ୍ଦିରକୁ ଯିବେ ସତ ଇଏ 3ଟା ରଥ ଯିବ ଆଜ୍ଞା ମାଳିନୀ ନଦୀ ପାଖରେ ରହିବ ସେପଟେ 3ଟା ରଥ ଥିବ ଠାକୁରଙ୍କୁ ପୁଣି ନେଇକି ସେପଟ ରଥରେ ଥୋଇବେ ଗୁଣ୍ଡିଚା ମନ୍ଦିରରେ ନେଇକି ରଖିବେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଲା ବେଳେ ମାଳିନୀ ନଦୀ ପାଖରେ ରହିବେ ଏମିତି ଅଦ୍ୟାବଧି ଚାଲିଲା ରାଣୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ଦେବୀ କହିଲେ ଆରେ ଏମିତି କରିବା ନାହିଁ ତେଣୁ ୟାକୁ ବାଲି ପକେଇକି ପୋତିବା ସେଇଠି ଗୋଟେ ଶଙ୍ଖ ତିଆରି ହେଲା ନା ହେଲା ବଡ଼ ଶଙ୍ଖ ଶ୍ରଦ୍ଧାଞ୍ଜଳି ଦେବୀ କରିଥିବାରୁ ସେ ବାଲିର ନାଁ ହେଲା ଆଜ୍ଞା ଶରଧା ବାଲି ଗୋଟେ ଗୀତ ବରା ତମେ ଗାଅ ନନ୍ଦୀ ଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖ ଠାରେ ନନ୍ଦୀ ଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖ ଠାରେ କିଏ ସେ ଭକତ ଅତିଆ ତୁରରେ କିଏ ସେ ଭକତ ଅତିଆ ପଣାର ଡାକିଲା ଗୁଣ୍ଡିଚା ଘରେ ଡାକିଲା ଚନ୍ଦନପୁରେ କାଳିଆରେ 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 ଡାକିଲା ଚନ୍ଦନପୁରେ ଡାକିଲା ଚନ୍ଦନପୁରେ 500 ଭଜନ କୀର୍ତ୍ତନ ଗାଇବା ପୂର୍ବରୁ ମୁଁ ଗାଉଥିଲି ରେ ପୁଅ ମୋ ଆଗରେ ପାଳିଆ ଦେଖେଇବ ତମେ ଭଜନ ଗାଇବ ଓଡିଶୀ ଗାଇବ ହଠାତ୍ ମୁଁ ଯୋଉ ମୋର ବାୟା ମଲ ମୁଁ ଯାହା ଗାଇବି ତମେ କେମିତି ପାଳିଆ ଆଜି ଧରା ପଡି କଣ୍ଟେଇଲରେ କୁଆଡେ ତମେ ନା ସୁନାମ ଧନ୍ୟ ପାଳିଆ ହଁ ସେ ଆରଟାକୁ ତମେ ନେଇଥାନ୍ତ ମୁଁ ପରା ପହଲି ସାଉ
ତେଣୁ ମୋର ଦି ପଟ ଧାର ଅଛି ଏପଟ ଜଗିଲେ ମୁଁ ସେପଟ ଚାଲିବି ସେପଟ ଜଗିଲେ ଏପଟ ଚାଲିବି ତଥାପି ଦେଖିଆ ଟିକେ ଧରା ପଡ଼ିଲା ତେଣୁ ଗୀତଟା ଭଲ ଲାଗେ ଯାହା ହଉ ମେକଅପ୍ କରିବ ମୋ ଭାଇକେ ମାନିବାକୁ ପଡ଼ିବ ହଁ ହଉ ତେଣୁ ଆଜ୍ଞା ସେଇ ବଡ଼ ଶଙ୍ଖ ପାଖରେ ନନ୍ଦିଘୋଷ ରଥ ଅଟକିଲା ତେଣୁ କଥା ହଉଛୁ ତା ନା ତେଣୁ କରି ବାପା 84 ବାପା ହେଲା କଣ ନା ରଥର ଚକ ହେଲା 84 ବାପା ନର୍କ ହେଲା 84 ଗଙ୍ଗା ହେଲେ 84 କାଠି 84 କାଠି ଗଙ୍ଗାକୁ ବାପା ଯେତେବେଳେ ରଖିଲେ ବ୍ରହ୍ମା କହିଲା 84 କାଠି ଗଙ୍ଗା ବାବା କମଣ୍ଡଳେ ସଞ୍ଚି ହୁଏ କମଣ୍ଡଳେ କମଣ୍ଡଳେ ସଞ୍ଚି ଗଙ୍ଗା କମଣ୍ଡଳେ ସଞ୍ଚି ହେ କମଣ୍ଡଳେ ସଞ୍ଚି 84 କାଠି ଗଙ୍ଗା କମଣ୍ଡଳେ ସଞ୍ଚି ହେ କମଣ୍ଡଳେ ସଞ୍ଚି 84 କାଠି ଗଙ୍ଗା କମଣ୍ଡଳେ ସଞ୍ଚି ହେ କମଣ୍ଡଳେ ସଞ୍ଚି ପାଦ ଧୋଇବାର ପାଇଁ ପାଦ ଧୋଇବାର ପାଇଁ ଧାଇଲେ ବିରଞ୍ଚି ହେ ଧାଇଲେ ବିରଞ୍ଚି ପାଦ ଧୋଇବାର ପାଇଁ ପାଦ ଧୋଇବାର ପାଇଁ ଧାଇଲେ ବିରଞ୍ଚି ହେ ଧାଇଲେ ବିରଞ୍ଚି ସେଦିନ ଆଜ୍ଞା 84 କାଠି ଗଙ୍ଗାକୁ ଧରି ବ୍ରହ୍ମା ଦୌଡ଼ିଲେ ପ୍ରଭୁର ପାଦ ଧୋଇବେ ପାଦ ଅଛି କି ନା ଭୀମ ଭୋଇ କଣ କହିଲେ